ଏବଂ ଆଜି ମଧ୍ୟ ସେ ପ୍ରକାର କିଛି ଘଟିଛି ଏବଂ ସେ ପରିସ୍ଥିତି ଉପୁଜିଛି ବୋଲି ମୁଁ ଆଜି ଆସି ବିଡିଓଙ୍କୁ ସାକ୍ଷାତ କରିଛି ଏବଂ ଆମର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଥିଲା ଯେ ଯେଉଁ ଅରାଜକତା ଚାଲିଛି, ଯେଉଁ ବେଆଇନ କାର୍ଯ୍ୟଗୁଡ଼ିକ ଚାଲିଛି, ହୁଏତ କିଛି ତାଙ୍କର ନଲେଜରେ ଅଛି, ଅନେକ ତାଙ୍କ ନଲେଜରେ ନାହିଁ। ସେ ବାବଦରେ ଆମେ ଲିଖିତ କମ୍ପ୍ଲେନ୍ କିଛି ଆଣିଥିଲୁ, ଆହୁରି ମଧ୍ୟ କିଛି କଲେକ୍ସନ୍ କରୁଛୁ। ଆମେ ବିଧିବଦ୍ଧ ଭାବରେ ସେ କମ୍ପ୍ଲେନ୍ ଗୁଡ଼ିକକୁ ବିଡିଓଙ୍କ ସ୍ତରଠୁ ଆରମ୍ଭ କରି ଜିଲ୍ଲାପାଳଙ୍କ ସ୍ତର ଯାଏ ଆମେ ତାଙ୍କୁ ଅବଗତ କରାଇବୁ। ଦେଖନ୍ତୁ, ଏଠି ଅନେକ ଲୋକ ସନ୍ଦେହ କରୁଥାଇ ପାରନ୍ତି କି ନା ଆମେ ଆସିଛେ ବୋଧେ ଆମର ଭାଗ ଛିଡ଼ାଇବା ପାଇଁ। ଯେମିତି ଆପଣମାନେ ଜାଣନ୍ତି, କିଛି ଦିନ ତଳେ ମଧ୍ୟ ଏ ପ୍ରକାର କିଛି ଲୋକ ଆସିଥିଲେ ଏବଂ ଭାଗ ଛିଡ଼ାଇବା କଥା କହୁଥିଲେ, କିନ୍ତୁ ବାହାରେ ଆସି ବହୁ ବଡ଼ ବଡ଼ କଥା କହିଲେ ଯେ ସିଏ ଆମ ସରକାର ସମସ୍ତଙ୍କର, ବିଧାୟକ ସମସ୍ତଙ୍କର। ତାହେଲେ ଯଦି ବିଧାୟକ ସମସ୍ତଙ୍କର, ସରକାର ସମସ୍ତଙ୍କର, ତାହେଲେ ଯିଏ ବି କାମ କରୁଛି କରୁ, ଅସୁବିଧା କ'ଣ? ସମସ୍ତେ ତ ତମର। ତ ତମେ ଆସି ଏଠି ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ଲୋକଙ୍କର ସୁବିଧା ପାଇଁ ସେମାନେ ଯେମିତି କାର୍ଯ୍ୟ କରନ୍ତୁ, ସେମାନେ କେମିତି ଆହୁରି ଚୋରି ଡକାୟତି କରନ୍ତୁ, ତାକୁ ପ୍ରୋତ୍ସାହନ ଦେବାଟା ଉଚିତ ନୁହଁ। ଆମ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା, ଯେଉଁ ବେଆଇନ ଭାବେ ହେଉଛି ବା ଅନଫେୟାର ପ୍ରାକ୍ଟିସ୍ କିଛି ହେଉଛି ତାକୁ ଆମେ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିବୁ। थैंक यू। सावित्री व्रत उपलक्षे बयनिका आनिछि 10+20% सरकारी रिहाती 25 मे पर्यंत। आज ही आसंतु बयनिका आउटलेट बा ऑनलाइन शॉप करंतु बयनिका.com रे।